ସବୁଠାରୁ ସହଜ ଆଉ ବହୁତ ହି ମଜାଦାର ଜଳଖିଆ। ତ ଚାଲନ୍ତୁ ପ୍ରଥମେ ମୁଗ ଡାଲିକୁ ଭିଜେଇକି ନେବା ଆଉ ଗ୍ରାଇଣ୍ଡରରେ ମୁଗ ଡାଲିକୁ ଦେଇଦେବା। ଆଉ ମୁଗ ଡାଲିକୁ ଗ୍ରାଇଣ୍ଡର ଦେଇସାରିଲା ପରେ ଗ୍ରୀନ୍ ମଟର ଆଉ ଅଦା କଞ୍ଚା ଲଙ୍କା ଆଉ ଆମର ପାଣି ଜିରା ଟମାଟୋ ଦେଇକି ଆକୁ ଭଲସେ ପେଷ୍ଟ ବନେଇବା। ଏଇ ପେଷ୍ଟରେ ଅଳ୍ପ ଟିକେ ନାକୁ ଲୁଣ ଏଇଠି ଆମେ ଦେଇଦେବା ଆଉ ଆଜୱାଇନକୁ ହାତରେ ଗ୍ରେସ୍ କରିକି ଏଇଠି ଆମେ ଦେଇଦେବା ଆଉ ଭଲ ଭାବରେ ଆକୁ ଫେଣ୍ଟି ନେବା। ତ ଦେଖନ୍ତୁ ଏମିତି କରିକି ଫେଣ୍ଟି ନେବେ। ଆଉ ଏଇଠି ପ୍ୟାନ୍ଟାକୁ ଗରମ କରିବା। ପ୍ୟାନ୍ଟା ଯେତେବେଳେ ଗରମ ହେଇଯିବ ଗୋଟେ ଚାମଚ ବ୍ୟାଟର ଦେଇକି ପୁରା ପତଳା କରିକି ଆକୁ ସ୍ପ୍ରେଡ୍ କରିବା। ତାପରେ ଉପରେ ଟିକେ ଟିକେ ଘିଅ ଟିକେ ନାକୁ ଲଗାଇବା, ଟମାଟୋ କ୍ୟାଚଅପ୍ ବି ଦେବା ଆଉ ଆକୁ ବଢ଼ିଆସେ ସ୍ପ୍ରେଡ୍ କରି ନେବା। ଏଇଠି ଆମେ ଟମାଟୋ ସସ୍କୁ ସ୍ପ୍ରେଡ୍ କରିସାରିଲା ପରେ କଟା ହେଇଥିବା ପିଆଜ ଓ ଗାଜରକୁ ଦେଇଦେବା। ତାପରେ ଅଳ୍ପ ଟିକେ ନାକୁ ବ୍ଲାକ୍ ସଲ୍ଟ ଆଉ ଅଳ୍ପ ଟିକେ ନାକୁ ଆମର ପେପର ପାଉଡ଼ର ଦେଇକି ଗୋଟେ ସାଇଡ଼୍ ବଢ଼ିଆସେ ଫ୍ରାଏ ହେବା ପାଇଁ ଦେବା। ଫ୍ରାଏ ଯେତେବେଳେ ହେଇଯିବ ଏମିତି ଫୋଲ୍ଡ କରିକି ବାହାର କରିନେବା। ପୁରା କ୍ରିସ୍ପି ଆଉ ମଜାଦାର ପିଠା ପୁରାପୁରି ରେଡ଼ି। ସବସ୍କ୍ରାଇବ୍ ନିହାତି କରନ୍ତୁ।